ଶାନ୍ତ ହୁଅ ବୋହୂମା। ଦେବୀ ମା କର ଯାହା ଇଚ୍ଛା ସେ ସେଇଆ କଲେ। ଆଉ ତାଙ୍କର ଡାକ ଆସିଲା। ଆଉ ଚିକି ବୋହୂମା ଏ ସମୟରେ ରୁହି ଆସି କହିବେ ତାକୁ ଯିବାକୁ ପଡ଼ିଲା। ଏଇଆ କହିବାକୁ ଚାହୁଁଥିଲ ନା ଅଜା? 6 ମାସ ବିତିଗଲାଣି। ଆଉ କେତେ ଦିନ ଏମିତି ପୁରୁଣା କଥା ଧରିକି ବସିବ? ଆଉ କେତେ ଦିନ ଏମିତି କାନ୍ଦୁଥିବ? ଭୁଲିଯାଅ ତାକୁ। ଆଜିର ସତକୁ ଏକ୍ସେପ୍ଟ କର। ମତେ ଏକ୍ସେପ୍ଟ କର। ଧନଞ୍ଜୟ କହିବେ ଚୁପ୍ କର ନିର୍ଲଜ୍ଜୀ। ଆରେ ତତେ କ'ଣ ଏକ୍ସେପ୍ଟ କରିବି? କୋଉ ହିସାବରେ ତତେ ଏକ୍ସେପ୍ଟ କରିବି? ଏ ସମୟରେ କାମିନୀ ଆସି କହିବେ ଏ ଘରର ବୋହୂ ହିସାବରେ ଆଉ ରାମର ସ୍ତ୍ରୀ ରୂପରେ। କ'ଣ ହେଲା? ମତେ ଏମିତି କ'ଣ ଦେଖୁଛ? ମୁଁ ଯାହା କହୁଛି ଏକଦମ ଠିକ୍ କହୁଛି। ରାମ ଜୀବନରୁ ଚିକି ତ ଏବେ ଯାଇସାରିଛି। ତାହେଲେ ସିଆର ବାହାଘର ରାମ ସହିତ କରିବାରେ ପ୍ରୋବ୍ଲେମଟା କ'ଣ ହଉଛି? ବରଂ ବାହାଘର ହେଲେ ମୋ ପିଲାକୁ ତା ଖୁସି ମିଳିଯିବ। ଏପଟେ ରୁହି ପୂର୍ବ କଥା ଭାବିବେ। ରୁହି କାମିନୀଙ୍କ ପାଖକୁ ଆସି କହିବେ ଆଇ ତମେ ନିଜର ଜମା ବି କେୟାର ନଉନ। କେମିତି ୱିକ୍ ହେଇଗଲଣି ଦେଖିପାରୁଛ ତ? ନିଅ ଏ ମେଡିସିନ ଖାଇଦିଅ। ଆଇ ମୁଁ ଜାଣିଛି ତମେ ରାମଙ୍କ ପାଇଁ ୱରିଡ୍ ଅଛ। ମତେ ବି କିଛି ଠିକ୍ ଲାଗୁନି। ଏପଟେ ରାମଙ୍କର ଦେହ ଖରାପ ଆଉ ସେପଟେ ରାମ ସହିତ ମୋର କଥାବାର୍ତ୍ତା ନାହିଁ କି ସେ ଜମା ବି ଖୁସି ନୁହନ୍ତି। କାମିନୀ କହିବେ ସେ ଚିକି ସହିତ ମୋ ରାମର ସବୁକିଛି ଚାଲିଯାଇଛି। ମୁଁ ବି ସେ ଚିକିକୁ ପସନ୍ଦ କରୁନଥିଲି। ବାରମ୍ବାର ମତେ ଲାଗୁଥିଲା ସେ ଚିକି ତ ଜାଗା ନେଉଛି। ମୋ ରାମକୁ ମୋଠୁ ଛଡ଼େଇ ନେଉଛି। ମୋ ପରିବାରକୁ ସେ ନଷ୍ଟ କରିଦେଇଛି। ହେଲେ ମୋ ଭୁଲ ଥିଲି ସିଆ। ସେ ଝିଅ ଭୁଲ ନଥିଲା। ମୁଁ ତ ତାକୁ ଭୁଲ ବୁଝିଥିଲି। ଭୁଲ ତ ମୋ ଚିନ୍ତାଧାରା ଥିଲା। ମୋ ରାମ ପାଇଁ ସେ ଠିକ୍ ଥିଲା। ରୁହି କହିବେ ତମେ ଏମିତି କ'ଣ କହୁଛ ଆଇ? କାମିନୀ କହିବେ ସିଆ ମୁଁ ଜାଣିଛି ତୋ ପାଇଁ ସିଏ ବହୁତ ବଡ଼ ଭୁଲ କରିଛି। ସେ ତୋ ଜାଗା ନେବାକୁ ଚେଷ୍ଟା କରିଛି। ହେଲେ ଏସବୁ ତ ଦେବୀ ମାଙ୍କର ଇଚ୍ଛା ଥିଲା ନା? ରୁହି କହିବେ ନା ଆଇ ଦେଖ ନା ସେଇ ଚିକି ତମକୁ ବି କେମିତି ତା ଜାଲରେ ଫସେଇ ଦେଇ ଯାଇଛି। ଏଇଟା ତମେ କହୁନ। ସେ ଚିକିର ଭାଷା ତମେ କହୁଛ। ତମେ ମୋ ଆଇ ହେଲେ ତମେ ତାକୁ ସପୋର୍ଟ କରୁଛ। ଆଇ ମୁଁ ସବୁକିଛି ସହିଯିବି କିନ୍ତୁ ତମକୁ ମୋ ଠାରୁ ଦୂରେଇବା ଦେଖି ମୁଁ ଜମା ବି ସହିପାରିବିନି। ଆଇ ତମେ ଯଦି ଏ ଦିନ ମତେ ଦେଖେଇବାର ଥିଲା ତାହେଲେ ସେଇ ଦିନ ଭଲ ହେଇଥାନ୍ତା ଚିକି ହାତରେ ଯଦି ମୁଁ ସବୁଦିନ ପାଇଁ ମରିଯାଇଥାନ୍ତି। କାମିନୀ କହିବେ କ'ଣ କହୁଛୁ ତୁ ଏସବୁ? ରୁହି କହିବେ ହଁ ଆଇ ସେ ଚିକି ରାମଙ୍କ ଜୀବନରୁ ମତେ ସବୁଦିନ ପାଇଁ ଦୂରେଇ ଦେବାକୁ ଚାହୁଁଥିଲା। ସେ ମତେ ମାରିବା ପାଇଁ ଚେଷ୍ଟା କରୁଥିଲା। ହେଲେ ଦେବୀ ମାଙ୍କ ଇଚ୍ଛା ତ ଆଉ କିଛି ଥିଲା। ମୋ ବାପାଙ୍କ ଭଲ ପାଇବା ରାମଙ୍କ ପାଇଁ ଆଉ ତମ ଭଲ ପାଇବା ପାଇଁ ମୁଁ ବଞ୍ଚିଗଲି ଆଇ। ଆଉ ସେ ଚିକି ତା କଲାକର୍ମର ଫଳ ପାଇଲା। ନହେଲେ ତମେ ତମ ସିଆକୁ ସବୁଦିନ ପାଇଁ ହରେଇ ଦେଇଥାନ୍ତ ଆଇ। କାମିନୀ କହିବେ ହେଲେ ତୁ ସେଠୁ କେମିତି ଫେରିଲୁ? ଆଉ ତୁ ତ ଫେରିଲୁ ଆଉ ସେ ଚିକି? ରୁହି କହିବେ ଆଇ ରାମ ଠିକ୍ ସମୟରେ ସେଠି ପହଞ୍ଚିଗଲେ ଆଉ ସେ ଚିକିର ଅସଲ ରୂପକୁ ଦେଖିନେଲେ। ଆଉ ଦେବୀ ମା ବି ତ ମୋ ସହିତ ଅଛନ୍ତି ନା ସେଇଥିପାଇଁ ମୁଁ ବଞ୍ଚିଗଲି। କାମିନୀ କହିବେ ମତେ କ୍ଷମା କରିଦେବେ ମା। ମୁଁ କିଛି ସମୟ ପାଇଁ ସେ ଚିକିକୁ ସପୋର୍ଟ କରିଥିଲି। ହେଲେ ମୁଁ ଭୁଲି ଯାଇଥିଲି ସେ ଝିଅ କେବେ ବି ସୁଧୁରି ପାରିବନି। ରୁହି କହିବେ ଏଥିରେ ତମର କିଛି ଭୁଲ ନାହିଁ ଆଇ। ତମେ ଏତେ ଭଲ ଯେ କାହାର ଛଳନା କି ପ୍ରତାରଣା ତମେ ଦେଖିପାରୁନ। ହେଲେ ମତେ ଏବେ ବାସ୍ ରାମଙ୍କର ଖୁସି ଦରକାର। ଆଉ କିଛି ବି ନୁହଁ। ମୁଁ ତାଙ୍କୁ ଦୁଃଖୀ ଦେଖିପାରିବିନି। ଏବେ ମୁଁ ତାକୁ ଦୁନିଆର ସବୁ ଖୁସି ଦେବାକୁ ଚାହୁଁଛି। ଆଉ ତମେ ଆଉ ମାମା ମିଶିକି ଯୋଉ ସ୍ୱପ୍ନ ଦେଖିଥିଲ ସେଇଟାକୁ ପୂରା କରିବାକୁ ଚାହୁଁଛି। କାମିନୀ କହିବେ ଆଉ ସେଇଥିପାଇଁ ତତେ ରାମକୁ ବାହା ହେବାକୁ ପଡ଼ିବ। ଏବେ ବୁଝିଗଲି ଦେବୀ ମାଙ୍କର ଏଇଟା ହିଁ ଇଚ୍ଛା ଅଛି। ସେଇଥିପାଇଁ ଏତେ ବଡ଼ ଝଡ଼ ଆସିଗଲା ଆଉ ସବୁକିଛି ଧୋଇ ନେଇଗଲା। ଯଦି ଭାଗ୍ୟ ଆଉ ଭଗବାନଙ୍କର ଏଇଆ ହିଁ ଇଚ୍ଛା ତାହେଲେ ଏବେ ତ ବାହାଘର କେହି ବି ଅଟକେଇ ପାରିବେନି। କିନ୍ତୁ ରାମର ସ୍ତ୍ରୀ ହବାରୁ କେହି ବି ଅଟକେଇ ପାରିବେନି। ଏପଟେ ରୁହି କହିବେ ତମେ ଦୁନିଆର ବେଷ୍ଟ ଆଇ। ଏବେ ଆମ ଲାଇଫର ସବୁ ଦୁଃଖ ଚାଲିଯାଇଛି। ଇନଫ୍ୟାକ୍ଟ ଆମ ଘର ଉପରୁ କଳା ଛାଇ ହଟିଯାଇଛି। ଏବେ ମୁଁ ବହୁତ ଖୁସି। ଏପଟେ ରାମ କହିବେ ବେଳେ ବେଳେ କିଛି ସମ୍ପର୍କ ଯୋଡ଼ି ହୋଇଥାଏ ଭାଙ୍ଗିବା ପାଇଁ ଆଉ ସାଥୀ ମିଳିଥାଏ ଅଲଗା ହେବା ପାଇଁ। ଯୋଶୀ ତୁ କ୍ଲାଏଣ୍ଟକୁ କହିଦେ ଆମେ ଏ କେସ୍ ଜିତିବା କାରଣ ଏ ରାମ ଗସ୍ତି କେବେ ବି କୌଣସି କେସ୍ ହାରିନି। ଏପଟେ ରୁହି କହିବେ ଏଠି ଏ ଫଟୋ କିଏ ରଖିଛି? ଆରେ ଏ ଚିକିର ମୋ ପାଖରେ ଛିଡ଼ା ହେବାର ଷ୍ଟାଣ୍ଡାର୍ଡ ନଥିଲା। ଆଉ ଇଏ ସିଧା ମୋ ମାମା ପାଖରେ ଯାଇ ରହିବ। କାହାକୁ ପଚାରି ତମେ ଏସବୁ କରିଛ? ସୁଗନ୍ଧା କହିବେ ସିଆ ମୁହଁ ସମ୍ଭାଳିକି କଥାବାର୍ତ୍ତା କର। ରୁହି କହିବେ କାହିଁକି? ମୋ ମାମାଙ୍କ ସହିତ ଏ ଥାର୍ଡ କ୍ଲାସ ଝିଅ ଏକାଠି ରହିପାରିବନି। ଆଉ ମତେ ତମେ ଚୁପ୍ ହେବାକୁ କହୁଛ? ସୁଗନ୍ଧା କହିବେ ବନ୍ଦ କର ତୋର ଏ କଥାବାର୍ତ୍ତା। ରୁହି କହିବେ କାହିଁକି ଚୁପ୍ କରିବି? ମୋର ଯାହା ଇଚ୍ଛା ହବ ମୁଁ ସେଇଆ କରିବି। ମୋ ମାମାଙ୍କ ପାଖରେ ଏ ଚିକିର ଫଟୋ ମୁଁ ଦେଖିପାରିବିନି। ଆଉ ଆଇ ତମେ ବି ସେଇଆ ଚାହୁଁଥିବ। ଏହାପରେ ସେ ଚିକିର ଫଟୋ ଜାନକୀଙ୍କ ପାଖରୁ ହଟେଇବାକୁ ଯିବା ବେଳେ ତାଙ୍କ ହାତ କଟିଯିବ।